ଆସନ୍ତୁ ଆଜି ଗୋଟେ ଗପ ଶୁଣିବା। ବେଳେବେଳେ ଆମେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନରେ ବହୁତ ଦୁଃଖ ପାଉଛେ, ଆଉ ସଂଶୟରେ ରହି ହଇରାଣ ବି ହେଉଛେ। ଶିବ ପାର୍ବତୀ ହେଉଛନ୍ତି ଗଣେଶ କାର୍ତ୍ତିକେୟଙ୍କର ପିତା ମାତା। ଥରେ ଶିବ କହିଲେ ଯେ ପିଲାମାନେ, ତୁମେ ଦୁଇଜଣ ଯାକ ସାରା ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ କରି ଆସ। ଯିଏ ଶୀଘ୍ର ପହଞ୍ଚିବ ସେ ଫାଷ୍ଟ ହେବ। ଦୁଇ ପୁଅଙ୍କ ମନରେ ଉମଙ୍ଗ ଉତ୍ସାହ, ଆମେ କେମିତି ଶୀଘ୍ର ଆସିକି ପହଞ୍ଚିବୁ, ପ୍ରଥମ ସ୍ଥାନ ଅଧିକାର କରିବୁ। ଗଣେଶଙ୍କର ତ ମୂଷା ବାହନ, କାର୍ତ୍ତିକେୟଙ୍କର ମୟୂର ବାହନ। କାର୍ତ୍ତିକେୟ ମନେ ମନେ ଭାବିଲେ, ସିଏ ଏଡ଼େ ମୋଟୁ ପେଟୁ, ଏଇ ଛୋଟିଆ ମୂଷା ଉପରେ ବସିକି ତ ବୁଲି ପାରିବନି। ମୋର ମୟୂର, ମୁଁ ଉଡ଼ିଯିବି, ଶୀଘ୍ର ପହଞ୍ଚିଯିବି, ମୁଁ ନିଶ୍ଚୟ ଫାଷ୍ଟ ହେବି। ଏମିତି ମନେ ମନେ ଭାବି ବାପା ମାଆଙ୍କୁ ମୁଣ୍ଡିଆ ମାରି ଦୁଇ ଭାଇଯାକ ବାହାରିଗଲେ ବୁଲିବାକୁ। ପ୍ରଥମେ କାର୍ତ୍ତିକେୟ ଉଡ଼ିଗଲେ, ଗଣେଶ ଯେଉଁଠି ସେଠି ରହିଲେ। ସେ ପିତାମାତାଙ୍କ ଚାରିପଟେ ବୁଲି ଆସି ସ୍ଥାନରେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ। ପିତା ପଚାରିଲେ, ତୁମେ କ'ଣ ବୁଲିବାକୁ ଯିବନି କି? ଗଣେଶ କହିଲେ, ମୁଁ ତ ବୁଲି ଆସିଲିଣି। ନା କେମିତି? ନା, ଆପଣ ତ ମୋ ପାଇଁ ବିଶ୍ୱ ବ୍ରହ୍ମାଣ୍ଡ, ଆପଣ ହିଁ ମୋର ସଂସାର, ଆପଣ ହିଁ ମୋର ରଚୟିତା, ମୋ ପାଇଁ ସବୁକିଛି। ମୁଁ ଆଉ ବିଶ୍ୱ ବ୍ରହ୍ମାଣ୍ଡ କ'ଣ ବୁଲିବି? ଆପଣଙ୍କ ଚାରିପଟେ ବୁଲିଗଲି ମାନେ ମୁଁ ପୁରା ବିଶ୍ୱ ବ୍ରହ୍ମାଣ୍ଡ ବୁଲିଗଲି। ଶିବ ପାର୍ବତୀ ଟିକେ ମୁରୁକି ହସିଲେ, ବସି ରହିଲେ। କିଛି ସମୟ ପରେ କାର୍ତ୍ତିକେୟ ଆସିଲେ। ସେ ଦେଖିଲେ ଗଣେଶ ଆସିକି ହାଜର ହୋଇଯାଇଛନ୍ତି। ସେ କହିଲେ, ମନେ ମନେ ଭାବିଲେ, ଇଏ କିଛି ଗୋଟେ ଗଲତି କାମ କରିଛି, ଯାଇନି ନା କ'ଣ ପାଇଁ, ସିଏ କେମିତି ଏତେ ଶୀଘ୍ର ପହଞ୍ଚିଗଲା? ସେ ଆସିକି ପଚାରିଲେ, ତମେ କ'ଣ ବୁଲିବାକୁ ଯାଇଛ? ନା ହଁ। ନା କେମିତି ଏତେ ଶୀଘ୍ର ପହଞ୍ଚିଗଲ? ନା ମୁଁ ତ ଗଣେଶ କହିଲେ, ମୋର ତ ସଂସାର ହେଉଛନ୍ତି ମୋର ବାପା ମା, ମୁଁ ତାଙ୍କ ଚାରିପଟେ ବୁଲି ଆସିଲି। ତାପରେ ଏ କଥା ଶୁଣି ଶିବ ପାର୍ବତୀ ହସିଲେ। ଶିବ କହିଲେ ଯେ ପ୍ରକୃତରେ କାର୍ତ୍ତିକେୟ ତୁମେ ଯୋଦ୍ଧା, ଗଣେଶ ହେଉଛନ୍ତି ଯୋଗୀ। ଯୋଗୀ ଆତ୍ମା ସବୁବେଳେ ଅନ୍ତର୍ମୁଖୀ। ସେ ଗୁହ୍ୟ ରହସ୍ୟ ବୁଝି ସେ ସଂସାରରେ ରୁହନ୍ତି। ସେ ପ୍ରକୃତରେ ବୁଝି ଯାଇଛନ୍ତି ସଂସାର କ'ଣ, ବିଶ୍ୱ ବ୍ରହ୍ମାଣ୍ଡ କ'ଣ, ପିତାମାତା କ'ଣ, ସେ ବୁଝି ଯାଇଛନ୍ତି। ତେଣୁ ଆମ ଦୁହିଁଙ୍କ ଚାରିପଟେ ସେ ବୁଲି ଆସିଲେ। କିନ୍ତୁ ତୁମେ ବାହ୍ୟ ଆଡ଼ମ୍ବରରେ ମଜ୍ଜି ରହିଛ, ତୁମେ ଦୁନିଆ ସ୍ଥୂଳ ଦୁନିଆକୁ ଦେଖୁଛ। ତେଣୁ ତୁମେ ଭାବିଲ ବିଶ୍ୱ ବ୍ରହ୍ମାଣ୍ଡ ବା ସଂସାର କହିଲେ ଆଖିକି ଯାହା ଯାହା ଦେଖାଯାଉଛି ସେଇ ତାରି ଚାରିପଟେ, ପୃଥିବୀ ଚାରିପଟେ ବୁଲି ଆସିଲେ ମୋର ଆସିବାଟା ଠିକ୍ ହେବ ବା ବୁଲିବାଟା ଠିକ୍ ହେବ। ତେଣୁ ତୁମେ ପୃଥିବୀ ଚାରିପଟେ ବୁଲିଲ। କିଛି ବୁଝିପାରିଲେନି କାର୍ତ୍ତିକେୟ। ସତରେ ଦୁନିଆରେ ତୀକ୍ଷ୍ଣ ବୁଦ୍ଧି, ସୂକ୍ଷ୍ମ ବୁଦ୍ଧି, ଭଗବାନଙ୍କ ସହିତ ବୁଦ୍ଧି ଯେଉଁମାନେ ଲଗେଇ ରଖନ୍ତି, ତାଙ୍କ ସହିତ ଯୋଗଯୁକ୍ତ ଅବସ୍ଥାରେ ରହନ୍ତି, ସେମାନେ ଅତି ସହଜରେ ସବୁ ପ୍ରକାର ବିପଦକୁ ପାର କରନ୍ତି, ପୁଣି ବିଜୟୀ ବି ହୁଅନ୍ତି। ଯେମିତି ଗଣେଶ ବିଜୟୀ ହେଲେ। ଏବେ ନୂଆ ବର୍ଷ ଚାଲିଛି 2025 ମସିହା। କେତେ ଭାଗ୍ୟ, ଭବିଷ୍ୟତ, ଜାତକ ବିଚାର, କେତେ କ'ଣ କଥା ଚାରିଆଡ଼େ ଆଲୋଚନା ହେଉଛି। କିଏ କହୁଛି ସେ ମେଷ ରାଶିକି ଦଶା ପଡ଼ିଛି, କିଏ କହିଲାଣି ବୃଷ ରାଶିକି ଭଲ ପଡ଼ିଛି, କିଏ କହିଲାଣି ଏଇ ରାଶିରେ ପ୍ରାପ୍ତି ହେବ, କିଏ କହିଲାଣି ଏଇ ରାଶିରେ ଧନକ୍ଷୟ ହେବ। ଏମିତି ବିଚାର ବିଭିନ୍ନ ପ୍ରକାର ଚାଲିଛି। ମନେକର ମୋର ମେଷ ରାଶି, ମୁଁ ମନେ ମନେ ଭାବିବି, ଏ ବର୍ଷ ତ ମୋ ପାଇଁ ବିପଦ ଆସିବ ବାବା କହିଛନ୍ତି, ଆଉ ମାନେ ବିଚାରରେ ମୋ ଜାତକରେ ଏହା ଲେଖା ହେଇଛି। ଆଉ ସବୁବେଳେ ଏଇ କଥା ଉପରେ ମୁଁ ଗୁରୁତ୍ୱ ଦେଇ ଚାଲିବି। ଆମେ ଜାଣିଛେ ସଂକଳ୍ପରୁ ସୃଷ୍ଟି। ମୁଁ ଯଦି ସବୁବେଳେ ସଂକଳ୍ପ କରିବି ମୋର ଏଇଟା ହେବ, ଏଇଟା ହେବ, ଏଇଟା ହେବ, ଏଇଟା ହେବା ପାଇଁ ଆଗୁଆ ମୁଁ ସୂଚନା ପାଇଛି, ନିଶ୍ଚୟ ହେବ, ତାମାନେ ହେଇଯିବ। କାରଣ ଆମେ ସେଇ ପରିସ୍ଥିତିକି ସବୁବେଳେ ମନରେ ମନରେ ଆବାହନ କଲେ।
ତେଣୁ ଆମକୁ ବୁଦ୍ଧିଆ ହେବାକୁ ପଡ଼ିବ। ଓମ୍ ନମ ଶିବାୟ, ଓମ୍ ନମ ଶିବାୟ ତୁମେ ସବୁବେଳେ ଏମିତି ଜପ କଲେ ଏ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଯାହାଫଳରେ ତୁମର ରୋଗ କ୍ଷୟ ହେବ, ତୁମର ଆୟୁଷ ବଢ଼ିବ। ଆମେ ପିଲାଦିନୁ ଶୁଣି ଆସିଛେ। ମନ୍ଦିରକୁ ଲୋକ ଯାଉଛନ୍ତି, କ୍ଷୀର ଅଭିଷେକ କରୁଛନ୍ତି, ଜଳ ଅଭିଷେକ କରୁଛନ୍ତି, ଦୀପ ପ୍ରଜ୍ୱଳନ କରୁଛନ୍ତି, ବେଲପତ୍ର ଚଢ଼ଉଛନ୍ତି, ଓମ୍ ଶିବାୟ ମନ୍ତ୍ର ଜପୁଛନ୍ତି। ପ୍ରକୃତରେ ବି ତାଙ୍କର କେତେ ପ୍ରକାର ଅସୁବିଧା ସମାଧାନ ହେଇଯାଉଛି ଆମେ ଦେଖୁଛେ। ଏଇଟା ବି ସତ କଥା। ପ୍ରକୃତରେ ଆମେ ଯିଏ ସାରା ସୃଷ୍ଟିର ରଚୟିତା, ତାଙ୍କୁ ଆମେ ଯଦି କ୍ଷୀର ଜଳ ବେଲପତ୍ର ଦେବା, ସିଏ କ'ଣ ତାକୁ ଚାହିଁକି ବସିଛନ୍ତି ଯେ ଗ୍ରହଣ କରୁଛନ୍ତି? ଆମ ମନର ଭକ୍ତି ଭାବ, ଆମର ତାଙ୍କ ପ୍ରତି କେତେ ଶ୍ରଦ୍ଧା ଅଛି ବା ତାଙ୍କୁ ଆମେ କେତେ ସ୍ମୃତିରେ ଆଣୁଛେ, କେତେ ମନେ ପକାଉଛେ, ସେଇଟାକୁ ସିଏ ଦେଖୁଛନ୍ତି ବା ସେଇଟାକୁ ସିଏ ଅନୁଭବ କରୁଛନ୍ତି। ଯେହେତୁ ଆମେ ଯୋଗଯୁକ୍ତ ହୋଇ ଭଗବାନଙ୍କ ସହିତ ରହିଲେ ଆମର ପ୍ରାପ୍ତି ହେଉଛି। କିନ୍ତୁ କ୍ଷୀର ସବୁ ଏଇସବୁ ପାର୍ଥିବ ଜିନିଷ, ସ୍ଥୂଳ ଜିନିଷ ଦେଇକି ଯେ ଆମକୁ ପ୍ରାପ୍ତି ହେଉଛି, ଏଇଟା ଆମର ଗୋଟେ ଭୁଲ ଧାରଣା। ତେଣୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ସମସ୍ତଙ୍କୁ ଏଇ ନୂଆ ବର୍ଷ, ନୂତନ ବର୍ଷ ଅବସରରେ ଅନୁରୋଧ କରୁଛି, ନିବେଦନ କରୁଛି, ଆପଣମାନେ ଏମିତି ଫାଙ୍କା କଥାରେ ଜମା ଯାଆନ୍ତୁ ନାହିଁ। ମନରେ କୁବିଚାର ଆଣି ନିଜର ଅମୂଲ୍ୟ ସମ୍ପଦ ସ୍ୱାସ୍ଥ୍ୟ, ମନ, ବୁଦ୍ଧି, ସମୟ, ସଂକଳ୍ପକୁ ନଷ୍ଟ କରନ୍ତୁ ନାହିଁ। ଓମ୍ ନମ ଶିବାୟ ଜପ ମନ୍ତ୍ର କୁହନ୍ତୁ, ବା ଏଇଟାକୁ କୁହାଯାଏ ପ୍ରକୃତରେ ଅଜପା ଜପ କରନ୍ତୁ। କାମ କଲା ବେଳେ, ବୁଲିଲା ବେଳେ, ସବୁ ବେଳରେ ଭଗବାନଙ୍କୁ ସାଥିରେ ରଖିବା। ଆଉ ତ ଆମେ ବସିକି କେତେ ସମୟ ଭଗବାନଙ୍କୁ ଡାକିବା ବା ଓମ୍ ନମ ଶିବାୟ କହିବା? ଆମେ ତ କର୍ମ ନ କରିଲେ, କ'ଣ ଜଞ୍ଜାଳ ନ କରିଲେ, ରୋଜଗାର ନ କରିଲେ ଚଳିବା କେମିତି, ବଞ୍ଚିବା କେମିତି? ସବୁ ତ ଆମକୁ କରିବାକୁ ହିଁ ପଡ଼ିବ। ତେଣୁ କରିବା ସାଥିରେ ଆମେ ଏସବୁ ମାନେ ମନ୍ତ୍ର ଉଚ୍ଚାରଣ ହେଉ ବା ଭାବନାରେ ଭଗବାନଙ୍କୁ ସାଥିରେ ରଖିଲେ ଆମେ ସଫଳତାର ଶୀର୍ଷରେ ପହଞ୍ଚି ପାରିବା। ତେଣୁ କେହି ଆମେ ଏତେ ଡରିବା କଥା ନୁହେଁ। ଆମେ କିଏ ଅଛନ୍ତି ମନ୍ଦିରକୁ ପ୍ରତିଦିନ ଯାଉଛନ୍ତି, ମନ୍ଦିରରେ ଭଗବାନଙ୍କୁ ଦର୍ଶନ ନ କରିଲେ ତାଙ୍କୁ ଭଲ ଲାଗୁନି, ଠିକ୍ ଅଛି, କିଛି ଅସୁବିଧା ନାହିଁ। ଯାହା ତ ହେଲେ ଆମର ଗୋଟେ ଅଭ୍ୟାସ ରହିଛି ଭଗବାନଙ୍କ ସହିତ ମିଶିବା ପାଇଁ, ଗୋଟେ ସୁଯୋଗ ବା ମାନସିକ ସ୍ତରରେ ଆମେ ପ୍ରସ୍ତୁତ ଅଛେ ବା ଆମେ ଚାହୁଁଛେ ଯେ ମୋତେ ଯିଏ ଜନ୍ମ ଦେଇଛନ୍ତି ବା ମୋ ପାଇଁ ଯିଏ ପାଣି, ପବନ, ଖାଦ୍ୟ, ପେୟ, ପୃଥିବୀରେ ସବୁ ପ୍ରକାର ସୁବିଧା କରିଦେଇଛନ୍ତି, ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଯାଉଛି, ମୁଁ ତାଙ୍କୁ ବଧେଇ ଜଣାଇବାକୁ ଯାଉଛି। ତେଣୁ ଏଇଟା କିଛି ଖରାପ କଥା ନୁହେଁ, ଭଲ କଥା। ଆମେ ସେଇଟା କରିବା, କିନ୍ତୁ ତା ସହିତ ଆମ ମନ ବୁଦ୍ଧିକି ସବୁବେଳେ ତାଙ୍କ ପାଖରେ ଯୋଡ଼ି ରଖିବା। ଏମିତି କଲେ ହିଁ ଆମେ ମହା ବଡ଼ ବଡ଼ ବିପଦରୁ ଉଦ୍ଧାର ପାଇପାରିବା। ସମସ୍ୟା ଆମ ଆଗରେ ଆସିପାରିବନି, ଆମେ ସମାଧାନ ସ୍ୱରୂପ ହୋଇଯିବା। ତେଣୁ ଭାଇ ଭଉଣୀମାନଙ୍କୁ ମୋର ଅଭିନନ୍ଦନ ସହିତ ଏତିକି ନିବେଦନ।